ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ଏହି 5ଗୋଟି ଜିନିଷ। ଖୋଲିଯିବ ଆପଣଙ୍କର ଭାଗ୍ୟର କବାଟ। ଆପଣ ରାତାରାତି କେତେ ଭାଗ୍ୟବାନ ହୋଇଯିବେ ତାହା ନିଜେ ମଧ୍ୟ କଳ୍ପନା କରିପାରିବେ ନାହିଁ। ବନ୍ଧୁଗଣ, ଭିଡ଼ିଓଟି ବାସ୍ତୁ ସମ୍ବନ୍ଧୀୟ, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଶୋଇବା ସମୟରେ ବ୍ୟକ୍ତିର ଶରୀରରେ କେତେ ମାନସିକ ଓ ଶାରୀରିକ ସ୍ଥିତିରେ ରହିଥାଏ ଏବଂ ନୂଆ ଦିନର ଆରମ୍ଭ ପାଇଁ ତାହା ପ୍ରସ୍ତୁତ କରୁଥାଏ। ଶାସ୍ତ୍ରରେ ଏମିତି ଫଳଦାୟୀ ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଶୋଇବା ସମୟରେ ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କର ଭାଗ୍ୟର ଦ୍ୱାର ଆପେ ଆପେ ଖୋଲି ଯାଇଥାଏ। ଏକଦମ ଭାଗ୍ୟ ହିଁ ବଦଳି ଯାଇଥାଏ। ଯଦି ଆପଣ ଶୋଇବା ସମୟରେ ଆପଣଙ୍କର ତକିଆ ତଳେ ଏହି ଜିନିଷ ରଖିବେ ତେବେ କେବେ ବି ଧନର କମି ହେବ ନାହିଁ ଆଉ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ। ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ। ନମ୍ବର 1, ମୟୂର ପୁଚ୍ଛ। ମୟୂର ପୁଚ୍ଛକୁ ଘର ପାଇଁ ଅତ୍ୟନ୍ତ ଶୁଭ ବୋଲି ମନାଯାଇଛି ଏବଂ ଏହାକୁ ଘରେ ରଖିବା ଦ୍ୱାରା ବ୍ୟକ୍ତିକୁ ଅନେକ ପ୍ରକାରର ଆର୍ଥିକ ଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ଯଦି ଆପଣ ଶୋଇବା ସମୟରେ ନିଜ ତକିଆ ତଳେ ମୟୂର ପୁଚ୍ଛ ରଖନ୍ତି ତେବେ ଆପଣଙ୍କର ସମସ୍ତ ଆର୍ଥିକ ସମ୍ବନ୍ଧୀୟ ସମସ୍ୟାମାନ ଦୂର ହେବାକୁ ଲାଗିଥାଏ। ଏମିତି ବି ସେହି ବ୍ୟକ୍ତିର ଭାଗ୍ୟ ସର୍ବଦା ତା'ର ସାଥ ଦେଇଥାଏ। ସକାଳୁ ଉଠି ଆପଣ ତକିଆ ତଳେ ରଖିଥିବା ମୟୂର ପୁଚ୍ଛର ଦର୍ଶନ ଅବଶ୍ୟ କରନ୍ତୁ। ତାହା ଫଳଦାୟୀ ହୋଇଥାଏ। ଏହାଦ୍ୱାରା ଆପଣଙ୍କର ଲାଭ ହେବ ଏବଂ ସକାରାତ୍ମକ ଊର୍ଜା ସର୍ବଦା ଆପଣଙ୍କ ସହିତ ରହିବ। ନମ୍ବର 2, ତୁଳସୀ ପତ୍ର। ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ବହୁତ ପବିତ୍ର ବୋଲି ମନାଯାଇଛି। ଏହା ଆମେ ସମସ୍ତେ ଜାଣିଥାଉ ତୁଳସୀ ପତ୍ରର ମହାନତା ବିଷୟରେ ଏବଂ ଏହାର ବ୍ୟବହାର ମଧ୍ୟ ଅନେକ ଔଷଧୀୟ ରୂପେ ହୋଇଥାଏ। ଜ୍ୟୋତିଷ ମତରେ ଯଦି ଆପଣ ଶୋଇବା ସମୟରେ ତକିଆ ତଳେ ତୁଳସୀ ପତ୍ର ରଖୁଛନ୍ତି ତେବେ ଆପଣଙ୍କର ଜୀବନ ସକାରାତ୍ମକ ଊର୍ଜାରେ ଭରିଯିବ ଏବଂ ସବୁ କାମରେ ଆପଣଙ୍କର ମନ ଲାଗିଥାଏ। ଯଦି ଆପଣ ସକାଳୁ ଉଠି ସେହି ତୁଳସୀ ପତ୍ରକୁ ଖାଆନ୍ତି ତେବେ ନକାରାତ୍ମକ ଊର୍ଜାଠାରୁ ବଞ୍ଚିତ ରହିବେ ଏବଂ ଧନ ବୃଦ୍ଧି ମଧ୍ୟ ହେବ। କିନ୍ତୁ ସୂର୍ଯ୍ୟାସ୍ତ ପରେ କେବେ ବି ତୁଳସୀ ପତ୍ର ତୋଳିବେ ନାହିଁ, ଏହା ବର୍ଜିତ ଅଟେ। ନମ୍ବର 3, ରସୁଣର ଗୋଟିଏ କୋଲା। ଧନ ଲାଭ ପାଇଁ ଲୋକମାନେ କେତେ ପ୍ରକାରର ଉପାୟମାନ କରିଥାନ୍ତି। ଯେମିତି ଯେତେ ଜଲ୍ଦି ପଇସା ଆସିଥାଏ ସେମିତି ସେତେ ଜଲ୍ଦି ମଧ୍ୟ ଚାଲିଯାଇଥାଏ। ଏମିତି ବି କୁହାଯାଏ ଯଦି ଆପଣ ଶୋଇବା ସମୟରେ ରସୁଣ କୋଲାଟିଏ ତକିଆ ତଳେ ରଖି ଶୁଅନ୍ତି ତେବେ ଏହା ସୌଭାଗ୍ୟ ଆଣିଥାଏ। ଜ୍ୟୋତିଷ ଅନୁସାରେ ଏହାଦ୍ୱାରା ନକାରାତ୍ମକ ଦୂର ହୋଇ ଧନ ବୃଦ୍ଧି ହେବାର ବହୁ ଆଶଙ୍କା ରହିଥାଏ। ନମ୍ବର 4, ପଇସାର ଗୋଟିଏ କଏନ୍। ଯଦି ଆପଣ ଶୋଇବା ସମୟରେ କଏନ୍ଟିଏ ତକିଆ ତଳେ ରଖନ୍ତି ତେବେ ଆପଣଙ୍କୁ ଧନଧାନ୍ୟର ଅସୀମ କୃପା ପ୍ରାପ୍ତ ହେବ। ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ତକିଆ ତଳେ ଟଙ୍କାଟିଏ ରଖନ୍ତୁ। ଉଠିବା ପରେ ସେହି କଏନ୍ଟିକୁ କେଉଁ ଗରିବକୁ ଦାନ କରିଦିଅନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟାମାନ ଆପେ ଆପେ ଦୂର ହେବା ପାଇଁ ଲାଗିବ। ନମ୍ବର 5, ହଳଦୀର ଗୋଟିଏ ଗଣ୍ଠି। ଜ୍ୟୋତିଷ ଶାସ୍ତ୍ରରେ ହଳଦୀ ଗଣ୍ଠିକୁ ବୃହସ୍ପତି ଗ୍ରହର ପ୍ରତୀକ ବୋଲି ମନାଯାଏ। ଏହାକୁ ଭାଗ୍ୟ, ମାନ, ସମ୍ମାନ, ଧନ, ବୈଭବ, ଦାମ୍ପତ୍ୟ ଜୀବନର କାରକ ଗ୍ରହ ବୋଲି ମନାଯାଇଛି। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ କମଜୋର ଅଛନ୍ତି ତେବେ ଶୋଇବା ସମୟରେ ତକିଆ ତଳେ ହଳଦୀର ଗୋଟିଏ ଗଣ୍ଠିକୁ ହଳଦିଆ କପଡ଼ାରେ ବାନ୍ଧି ରଖିଦିଅନ୍ତୁ। ଏହାଦ୍ୱାରା ବୃହସ୍ପତି ଗ୍ରହ ଶୁଭ ଫଳ ଦେଇଥାଏ ଏବଂ ଆପଣଙ୍କ ପାଇଁ ଚାକିରି ଯୋଗ ଖୋଲିବା ସହିତ
ଧନଧାନ୍ୟରେ ମଧ୍ୟ ବୃଦ୍ଧି ହୋଇଥାଏ। ନମ୍ବର 6 ପାନମଧୁରୀ। ବାସ୍ତୁ ଅନୁସାରେ ଯଦି ଆପଣ ଶୋଇବା ସମୟରେ ତକିଆ ତଳେ ଅଳ୍ପ ପାନମଧୁରୀ ରଖି ଶୁଅନ୍ତି, ତେବେ ଆପଣଙ୍କ କୁଣ୍ଡଳୀରେ ଥିବା ରାହୁ ଦୋଷଠାରୁ ଆପଣ ମୁକ୍ତି ପାଇବେ। ତା ସହିତ ମାନସିକ ଅସୁବିଧାଠାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ। ନମ୍ବର 7 ସବୁଜ ଗୁଜୁରାତି ବା ଗ୍ରୀନ୍ ଇଲାଇଚି। ଯଦି ଅନେକ ଦିନରୁ ଆପଣଙ୍କୁ ଭଲ କିମ୍ବା ଗଭୀର ନିଦ ହେଉନାହିଁ, ତେବେ ଆପଣ ନିଜ ମୁଣ୍ଡ ପାଖରେ ସବୁଜ ଗୁଜୁରାତିକୁ ରଖି ଶୋଇଲେ ଆପଣଙ୍କୁ ଭଲ ଓ ଗଭୀର ନିଦ ହୋଇଥାଏ। ନମ୍ବର 8 ପାଣି ଢାଳ। ଯଦି ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତିତ, ତେବେ ଶାସ୍ତ୍ର ଅନୁସାରେ ଆପଣ ତମ୍ବା ଢାଳରେ ପାଣି ରଖି ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। ସକାଳୁ ଉଠି ସେହି ପାଣିକୁ କେଉଁ ଗଛ ମୂଳେ ଢାଳି ଦିଅନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବାକୁ ଲାଗିଥାଏ। ନମ୍ବର 9 ସିନ୍ଦୁର ଡବା। ବାସ୍ତୁ ଅନୁସାରେ ଏହି ଉପାୟକୁ ବହୁ ଲାଭକାରୀ ବୋଲି ମନାଯାଇଛି। ଏହା ପାଇଁ ସବୁଠାରୁ ଉତ୍ତମ ଦିନଟିଏ ହେଉଛି ସୋମବାର। ଏହି ଦିନ ତକିଆ ତଳେ ସିନ୍ଦୁରର ଗୋଟିଏ ଛୋଟ ଡବା ରଖି ଶୋଇବା ଦ୍ୱାରା ବହୁତ ଲାଭ ମିଳିଥାଏ। ଆଗ ଦିନ ସକାଳୁ ଉଠି ହନୁମାନଙ୍କ ପାଖରେ ସେହି ସିନ୍ଦୁରକୁ ସମର୍ପଣ କରିଦେବେ। ମନାଯାଏ କି ଏହି ଉପାୟ ଦ୍ୱାରା ମଙ୍ଗଳ ଦୋଷ ଦୂର ହୋଇଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ମିଳିଥାଏ। ନମ୍ବର 10 ଲୁହାର ଛୋଟ ଖଣ୍ଡ। ଯଦି ଆପଣଙ୍କର ସମୟ ଭଲ ନାହିଁ, ରାତିରେ ଆପଣଙ୍କୁ ଖରାପ ଓ ଭୟଙ୍କର ସ୍ୱପ୍ନ ଆସୁଛି, ଯଦି ଆପଣଙ୍କର ହେଉଥିବା କାର୍ଯ୍ୟ ଅଟକି ଥାଏ, ତେବେ ଆପଣ ତକିଆ ତଳେ ଲୁହାର ଗୋଟିଏ ଛୋଟ ଖଣ୍ଡ ରଖି ଶୋଇଯାଆନ୍ତୁ। ଯଦି ଲୁହା ଖଣ୍ଡ ଆପଣଙ୍କ ପାଖରେ ନାହିଁ, ତେବେ ଲୁହାର ଚାବି ମଧ୍ୟ ରଖିପାରିବେ। ମନାଯାଏ କି ଏହାଦ୍ୱାରା ରାହୁ କେତୁର ଖରାପ ପ୍ରଭାବ ଦୂର ହୋଇଥାଏ ଏବଂ ଜୀବନରେ ଶାନ୍ତି ଆସିଥାଏ। ଲୁହାକୁ ମଧ୍ୟ ଶନି ଗ୍ରହର କାରକ ବୋଲି ମନାଯାଇଥାଏ। ଏହାଦ୍ୱାରା ଶନି ଦୋଷ ମଧ୍ୟ ଦୂର ହୋଇଥାଏ। ନମ୍ବର 11 ଗୀତା ଓ ସୁନ୍ଦରକାଣ୍ଡ। ବାସ୍ତୁ ଅନୁସାରେ ଗୀତା ବା ସୁନ୍ଦରକାଣ୍ଡ ତକିଆ ତଳେ ରଖି ଶୋଇବା ଦ୍ୱାରା ବହୁ ଶୁଭ ହୋଇଥାଏ। ସକାଳୁ ଉଠି ଏହାର ପାଠ କରନ୍ତୁ। ଏହାଦ୍ୱାରା ମନ ଶାନ୍ତ ଓ ସକାରାତ୍ମକ ଉର୍ଜାରେ ଭରିଯାଇଥାଏ। ବାସ୍ତୁର ଏହି ଉପାୟ କରିବା ଦ୍ୱାରା ମନରେ ସ୍ଥିରତା ମିଳିଥାଏ ଏବଂ ଆପଣ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନୀ କରିପାରିବେ। ଏହି ବାସ୍ତୁ ଉପାୟ ଜୀବନରେ ଲାଭ ଓ ଉନ୍ନତିର ମାର୍ଗ ଦେଖାଇଥାଏ। ନମ୍ବର 12 କଞ୍ଚା ମୁଗ ବା ମୁଗ ଡାଲି। ବାସ୍ତୁ ଅନୁସାରେ ମୁଗ ଡାଲିକୁ ସବୁଜ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖି ଶୋଇଯାଆନ୍ତୁ। ସକାଳୁ ଉଠି ଏହାକୁ କୌଣସି କୁଆଁରୀ କନ୍ୟାକୁ ଦାନ କରନ୍ତୁ କିମ୍ବା ମନ୍ଦିର ଯାଇ ଦୁର୍ଗା ମାଙ୍କ ଚରଣରେ ରଖିଦିଅନ୍ତୁ। ମନାଯାଏ କି ଏମିତି କରିବା ଦ୍ୱାରା ବୁଧର ଅଶୁଭ ପ୍ରଭାବ ସବୁଦିନ ପାଇଁ ଦୂର ହୋଇଯାଇଥାଏ ଏବଂ କ୍ୟାରିୟରରେ ଉନ୍ନତି ଆସିଥାଏ। ଏହି ଉପାୟ କଞ୍ଚା ମୁଗରେ କଲେ ଫଳଦାୟୀ ହୋଇଥାଏ। ନମ୍ବର 13 ସୁବାସିତ ବା ସୁଗନ୍ଧିତ ଫୁଲ। ଯଦି ଆପଣ ମାନସିକ ରୋଗାଗ୍ରସ୍ତ ବା କୌଣସି ଟେନସନ୍ ଏବଂ ମାନସିକ ଶାନ୍ତି ଚାହୁଁଛନ୍ତି, ତେବେ ଶୋଇବା ସମୟରେ ତକିଆ ପାଖରେ କିମ୍ବା ତକିଆ ତଳେ ସୁବାସିତ ଫୁଲ ରଖି ଶୋଇଯାଆନ୍ତୁ। ଏଥିରେ ବ୍ୟକ୍ତିକୁ ଭଲ ନିଦ ଆସିବା ସହିତ ବୈବାହିକ ଜୀବନରେ ଖୁସି ମଧ୍ୟ ଆସିଥାଏ। ଫୁଲକୁ ଖୁସିର ପ୍ରତୀକ ବୋଲି ମନାଯାଇଛି। ଏହି ଉପାୟ ଆପଣଙ୍କର ଦାମ୍ପତ୍ୟ ଜୀବନକୁ ସୁଖମୟ କରିଦେବ। ନମ୍ବର 14 ଗୋଟିଏ ଗ୍ଲାସ୍ କ୍ଷୀର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଦିନ ଶୋଇବା ସମୟରେ ତକିଆ ପାଖରେ ଗୋଟିଏ ଗ୍ଲାସ୍ କ୍ଷୀର ରଖନ୍ତୁ। ଆଗ ଦିନ ଉଠି ସ୍ନାନ କରି କୌଣସି ଲାଜକୁଳି ଗଛ ମୂଳେ ସେହି କ୍ଷୀର ଢାଳି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ନମ୍ବର 15 ରୂପାର ମାଛ ବା ସିଲଭର ଫିସ୍। ବାସ୍ତୁ ଅନୁସାରେ
ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଶୁକ୍ର କମଜୋର ହୋଇ ରହିଥାଏ ତେବେ ସେହି ସ୍ଥିତିରେ ରୂପାର ମାଛ ଫଳଦାୟୀ ହୋଇଥାଏ। ନଚେତ୍ ବେଡ୍ ତଳେ ରୂପା ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ୱାରା ଶୁକ୍ର ମଜବୁତ ହୋଇଥାଏ। ଏହାଦ୍ୱାରା ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ସୁନ୍ଦରତା ପ୍ରାପ୍ତ ହୋଇଥାଏ। ଏହି 2ଗୋଟି ଉପାୟରୁ କେଉଁ ଗୋଟିଏ କରିବା ଫଳଦାୟୀ ହୋଇଥାଏ? ନମ୍ବର 16 ହନୁମାନ ଚାଳିଶା। ହନୁମାନଙ୍କୁ ଭୟ ଓ ସଙ୍କଟଠାରୁ ଦୂର କରିବା ପାଇଁ ପ୍ରାର୍ଥନା କରାଯାଏ। ଯଦି ଆପଣଙ୍କୁ ଖରାପ ସ୍ୱପ୍ନ ଆସୁଛି ତେବେ ଆପଣ ତକିଆ ତଳେ ହନୁମାନ ଚାଳିଶା ରଖି ଶୋଇବା ଦ୍ୱାରା ଗଭୀର ନିଦ୍ରା ଆସିବା ସହିତ କୌଣସି ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ। ନମ୍ବର 17 କର୍ପୂର। ଏହାକୁ ଅତ୍ୟନ୍ତ ଲାଭଦାୟୀ ଓ ସ୍ୱାସ୍ଥ୍ୟ ଉପଯୋଗୀ ଉପାୟ ବୋଲି କୁହାଯାଇଛି। ଏହାକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ବହୁତ ଆରାମ ମିଳିଥାଏ। ତା ସହିତ ଯାହାକୁ ଥଣ୍ଡା କାଶ ବାରମ୍ବାର ହୁଏ ଯଦି ଏହି ଉପାୟ କରନ୍ତି ତେବେ ସେଥିରୁ ମଧ୍ୟ ଆରାମ ମିଳିଥାଏ। ନମ୍ବର 18 ଛୁରୀ। ଛୋଟ ଛୁଆଙ୍କ ତକିଆ ତଳେ ଏହାକୁ କୌଣସି ମୋଟା କପଡ଼ାରେ ବାନ୍ଧି ରଖିବା ଦ୍ୱାରା ପାଖକୁ କୌଣସି ଖରାପ ଶକ୍ତି ବା ନେଗେଟିଭିଟି ଏନର୍ଜି ଆସିନଥାଏ। ମନେ ରଖନ୍ତୁ, ଛୋଟ ଛୁଆଙ୍କ ପ୍ରତି ଯତ୍ନର ସହିତ ଏହି ଉପାୟକୁ ଆପଣାଇବେ। ଛୁରୀକୁ ବହୁତ ମୋଟା କପଡ଼ାରେ ବାନ୍ଧି ତକିଆ ତଳେ ରଖିବେ। ସାଙ୍ଗମାନେ, ଏମିତି ଅନେକ ଜିନିଷ ଅଛି ଯାହାକୁ ଶୋଇବା ସମୟରେ ନିଜଠାରୁ ଦୂରେଇ ରଖିବା ପାଇଁ ଉପଦେଶ ଦିଆଯାଇଛି। ବାସ୍ତୁ ଅନୁସାରେ ଏହି ଜିନିଷ ମୁଣ୍ଡ ପାଖରେ ରହିଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି, ସବୁଦିନ ପାଇଁ ଚାଲିଯାଇଥାନ୍ତି। ଏହାଦ୍ୱାରା ଆପଣ ଶାରୀରିକ ଓ ମାନସିକ ଜନିତ ଅସୁବିଧାର ସାମ୍ନା କରିପାରନ୍ତି। ତେବେ ଚାଲନ୍ତୁ ସେହି ଜିନିଷ ବିଷୟରେ ଜାଣିବା। ନମ୍ବର 1 ପର୍ସ। ଭାରି ପର୍ସରେ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି। ଏହାକୁ ତକିଆ ପାଖରେ ରଖି ଶୋଇଲେ ଆର୍ଥିକ ଅସୁବିଧା ହୋଇଥାଏ। ଏହା ସହିତ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ। ନମ୍ବର 2 ଇଲେକ୍ଟ୍ରୋନିକ୍ ଜିନିଷ। ଶୋଇବା ତକିଆ ତଳେ କେବେ ବି ଇଲେକ୍ଟ୍ରୋନିକ୍ ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ୱାରା ମାନସିକ ଚିନ୍ତା ଗ୍ରସିତ ହୋଇଥାଏ। ଯେମିତିକି ମୋବାଇଲ ଫୋନ୍, ଟର୍ଚ୍ଚ ଏଗୁଡ଼ିକୁ ନିଜଠାରୁ ବହୁ ଦୂରରେ ରଖିବା ଉଚିତ ହୋଇଥାଏ। ନମ୍ବର 3 ଭୟାନକ ଫଟୋ। ଏହାକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ଓ ନକାରାତ୍ମକ ଚିନ୍ତାରେ ଗ୍ରସିତ ହୋଇଥାଏ। ନମ୍ବର 4 ଖବରକାଗଜ ବା ମାଗାଜିନ୍। ତକିଆ ତଳେ ଏହାକୁ କିମ୍ବା କୌଣସି ପଢ଼ିବା ବସ୍ତୁ ଯେମିତିକି କୌଣସି ବହି ମଧ୍ୟ ରଖିବା ଉଚିତ ନୁହେଁ। ଏହି ଜିନିଷ ତକିଆ ତଳେ ରଖିବା ଦ୍ୱାରା ବ୍ୟକ୍ତିର ଜୀବନ ସେହିଭଳି ଭାବରେ ପ୍ରଭାବିତ ହୋଇଥାଏ। ନମ୍ବର 5 ଜୋତା ବା ଚପଲ। କେବେ ବି ତକିଆ ତଳେ କିମ୍ବା ବେଡ୍ ପାଖରେ ଜୋତା କିମ୍ବା ଚପଲ ରଖିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ଏବଂ ଧନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ସହିତ ବ୍ୟକ୍ତିକୁ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ। ନମ୍ବର 6 ଔଷଧ ବା ମେଡ଼ିସିନ। ଶୋଇବା ସମୟରେ ମେଡ଼ିସିନକୁ ନିଜର ଆଖପାଖରେ ମଧ୍ୟ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଔଷଧ କେବେ ଆପଣଙ୍କର ପିଛା ଛାଡ଼ିନଥାଏ। ସବୁବେଳେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ନମ୍ବର 7 ଚାବି। ଚାବିକୁ ତକିଆ ପାଖରେ ରଖିଲେ ସୁରକ୍ଷା ଅନୁଭବ ହୁଏ, କିନ୍ତୁ ଆପଣଙ୍କ ପାଇଁ ଏହା ଅନୁକୂଳ ହୋଇନଥାଏ। ଏହାଦ୍ୱାରା ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ। ନମ୍ବର 8 ଆଭୂଷଣ। ତକିଆ ପାଖରେ ଆଭୂଷଣ ରଖିଲେ ଜୀବନରେ ଅଶୁଭତା ଓ ବାଧା ଆସିଥାଏ। ତେଣୁ ସବୁବେଳେ ଆଭୂଷଣକୁ ଆଲମାରିରେ ରଖିବା ପାଇଁ ଉଚିତ ବୋଲି ମନାଯାଇଛି। ନମ୍ବର 9 ପାଣି ଗ୍ଲାସ କିମ୍ବା ପାଣିର ବୋତଲ। ଏହାଦ୍ୱାରା ଆପଣଙ୍କ ଜୀବନରେ ଖରାପ ପରିଣାମ ଭୋଗ କରିବା ପାଇଁ ପଡ଼ିଥାଏ। ଏହା ସହିତ ଆପଣ ଚିନ୍ତାରେ ଗ୍ରସିତ ହୋଇପାରନ୍ତି। ଆପଣଙ୍କୁ କୌଣସି କାମରେ ମଧ୍ୟ ମନ ଲାଗିନଥାଏ। ତେଣୁ ସବୁବେଳେ ବେଡ୍ ପାଖରୁ କିମ୍ବା ତକିଆ ପାଖରୁ ପାଣି ଗ୍ଲାସକୁ ଦୂର କରି ରଖିବା ପାଇଁ ଚେଷ୍ଟା କରନ୍ତୁ। ନମ୍ବର 10 ଘଣ୍ଟା। ଘଣ୍ଟାକୁ ଯଦି ଆପଣ ନିଜ ତକିଆ ତଳେ ରଖି ଶୋଉଛନ୍ତି
ତେବେ ଅନ୍ୟ କେହି ଆପଣଙ୍କ ଜୀବନରେ ଦଖଲ ଦେବାକୁ ଲାଗିଥାଏ। ପାରିବାରିକ କଳହ ବଢ଼ିଥାଏ। ଦର୍ଶକ ବନ୍ଧୁ, ଏହିସବୁ ଜିନିଷକୁ ନିଜ ଶୋଇବା ଘରଠାରୁ ମଧ୍ୟ ଦୂରେଇ ରଖନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ତେଣୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ।